ଚାକିରି କରାଇଦେବାକୁ କହି 5 ଲକ୍ଷ ଟଙ୍କା ଠକେଇ। ଅର୍ଥର ଲୋଭ ଶେଷରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ପଠାଇଛି। ଶିକ୍ଷୟିତ୍ରୀ ଜଣକ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଅର୍ଥ ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଶୁକ୍ରବାର ଗ୍ରାମ୍ୟ ନ୍ୟାୟାଳୟ ଘସିପୁରାଙ୍କ ଅଦାଲତରେ ହାଜର କରିଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଆନନ୍ଦପୁର ଥାନା ଅଧୀନ ଏରଗଡ଼ିଆ ଗୋପାଳପୁରର ଯୁବତୀ ମଧୁସ୍ମିତା ଜେନାଙ୍କ ଅଭିଯୋଗ ଆଧାରରେ ଘସିପୁରା ପୁଲିସ 314/9/8/2024 ଭାରତୀୟ ଦଣ୍ଡବିଧି ଆଇନର ଧାରା 410, 20, 294 ଓ 506ରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ପତ୍ନୀ ଅଭିଯୁକ୍ତ ଶିକ୍ଷୟିତ୍ରୀ ଅନୁସୟା ବାରିଙ୍କୁ ଆନନ୍ଦପୁର ପୌରାଞ୍ଚଳ ଜଅଁରାସ୍ଥିତ ବାସଗୃହରୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଯାଜପୁର ଜିଲ୍ଲା ରଗଡ଼ି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି। ସେ ଅଭିଯୋଗକାରୀ ମଧୁସ୍ମିତାଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଚାକିରି କରାଇଦେବାରେ ପ୍ରଲୋଭନ ଦେଖାଇ 5,65,000 ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଘସିପୁରା ପୋଲିସ ମନୀଷା ଗୁପ୍ତା ତଦନ୍ତ କରି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଦାଲତରେ ହାଜର କରାଇଥିଲେ।